ପ୍ରେମରେ ଯଦି ଲୁହ ଆସିଯାଏ ତେବେ ବୁଝିଯାଅ କି ପ୍ରେମ ସଚ୍ଚା। ପ୍ରେମ ଜିଦିରେ ନୁହେଁ, ପ୍ରେମ ଭାଗ୍ୟରେ ଥିଲେ ମିଳେ। ସେଥିପାଇଁ ତ ଦୁନିଆର ମାଲିକ ରାଧାଙ୍କ ବିନା ରହିଲେ। ମଣିଷ ଏହି ଦୁଇଟି ସ୍ଥାନରେ ବାରମ୍ବାର ହାରିଥାଏ, ଗୋଟିଏ ପ୍ରେମ ପାଖରେ, ଦ୍ୱିତୀୟଟି ପରିବାର ପାଖରେ। ପ୍ରେମର ଅନୁଭବ ବି ଟିକେ ନିଆରା। ପ୍ରେମ ଦୂରରେ ଥିଲେ ବି ଭାବନାରେ ପାଖରେ ଥାଏ। ଧୋକାବାଜ ନୁହେଁ ମୁଁ ଏମିତି ଭୁଲିଯିବି, ମୁଁ ଚୁପ୍ ଅଛି କାରଣ ତୋତେ ପାଇବାର ବାଟ ଖୋଜୁଛି, କାରଣ ତୁ ନ ଜାଣିଲେ ବି ମୋ ହୃଦୟ ଜାଣିଛି ମୁଁ ତୋତେ କେତେ ଚାହୁଁଛି। ସଚ୍ଚା ପ୍ରେମ କ'ଣ ହୋଇଥାଏ ଏକଥା କେବଳ ସିଏ ବୁଝିପାରିଛି ଯିଏ କାହାକୁ ବହୁତ ପ୍ରେମ କରିଛି ପୁଣି ତାକୁ ହରେଇ ଦେଇଛି। ବେଳେବେଳେ ସେହି ମଣିଷ ଅଧିକ କନ୍ଦେଇ ଦିଏ ଯାହାର ଖୁସି ପାଇଁ ଆମେ କିଛି ବି କରିବାକୁ ରାଜି ଥାଉ। ଯାହା ସହଜରେ ମିଳେ ତାହାର ମହତ୍ଵ ମଧ୍ୟ ଶସ୍ତା ହୋଇଥାଏ। କାହା ପାଖରେ ଅଧିକ ଆଶା ରଖ ନାହିଁ, ନହେଲେ ତୁମ ଦୁଃଖରେ ଥିବ ଆଉ କାହାକୁ ବି କିଛି ଫରକ ପଡ଼ିବ ନାହିଁ। ଅନ୍ୟମାନେ ତୁମ ବିଷୟରେ କ'ଣ ଭାବୁଛନ୍ତି ତାହା ଜରୁରୀ ନୁହେଁ, କାରଣ ତୁମେ ନିଜେ କ'ଣ ତାହା ତୁମେ ନିଜେ ଭଲସେ ଜାଣିଛ। କାହାକୁ କୈଫିୟତ ଦେବାର ଆବଶ୍ୟକତା ନାହିଁ। ମଣିଷ ବିନା କାରଣରେ ନିଜେ ଦେଇଥିବା ଇଜ୍ଜତ ଏବଂ କାହାଠାରୁ ପାଇଥିବା ବେଇଜ୍ଜତ କେବେ ଭୁଲି ପାରି ନଥାଏ। ଯାହା ସହ ଆପଣ ରହିବାକୁ ପସନ୍ଦ କରନ୍ତି ତାଙ୍କ ସହ ରହିବା ପାଇଁ ଗୋଟିଏ ବାହାନା ତ ନିଶ୍ଚୟ ମିଳିଯିବ, କିନ୍ତୁ ଯାହା ସହ ରହିବା ପସନ୍ଦ ନୁହେଁ ତାଙ୍କ ନ ରହିବା ପାଇଁ ହଜାରେ ବାହାନା ମିଳିଯିବ। କାହାକୁ ଏତେ ସମୟ ବି ଦିଅ ନାହିଁ କି ସିଏ ଆପଣଙ୍କୁ ଫାଲତୁ ଭାବିବାକୁ ଲାଗିବ। ସଚ୍ଚା ପ୍ରେମ କରୁଥିବା ମଣିଷ ଅଧିକ କହି ହୁଅନ୍ତି ନାହିଁ, କିନ୍ତୁ ପ୍ରେମ ପାଇଁ ଅଧିକ ଚିନ୍ତା କରିଥାନ୍ତି। ଦେଖେଇ ହୁଅନ୍ତି ନାହିଁ, କିନ୍ତୁ ପ୍ରେମ ପାଇଁ ବହୁତ ବ୍ୟସ୍ତ ହୋଇଥାନ୍ତି। କାନ୍ଦିଲେ ମଣିଷ ଦୁର୍ବଳ ହୋଇଯାଏ, ଏହା ଭୁଲ। ବରଂ କାନ୍ଦି କାନ୍ଦି ନିଜକୁ ସମ୍ଭାଳୁଥିବା ମଣିଷ ଶେଷରେ ବହୁତ ମଜବୁତ ହୋଇଯାଆନ୍ତି। ଯେଉଁ ମଣିଷ ନିଜେ ନିୟମ କରି ନିଜେ ମାନିବ, ଆଜି କାମ ଆଜି କରିବ, ଦେଖିବ ସେହି ମଣିଷ ଦୁନିଆରେ ଦିନେ ରାଜ କରିବ। ହୃଦୟର ସମ୍ପର୍କ ବି ନିଆରା, କାରଣ ସବୁଠାରୁ ଅଧିକ ସିଏ କାନ୍ଦନ୍ତି ଯେ ସମ୍ପର୍କକୁ ହୃଦୟରୁ ମାନନ୍ତି। ମୁଁ ଏକୁଟିଆ ରହିବାର କାରଣ ଏହା କି ମୋତେ ମିଛ ସମ୍ପର୍କଠାରୁ ଦୂରେଇ ଯିବାରେ କୌଣସି ଆପତ୍ତି ନଥାଏ। ଭିତରୁ ମଣିଷକୁ ସମ୍ପୂର୍ଣ୍ଣ ଭାଙ୍ଗିକି ରଖିଦିଏ ସେହି ଲୁହ ଯାହା ରାତିର ଅନ୍ଧାରରେ ନିରୋଳରେ ବହିଯାଏ। କେବେ ତାଙ୍କୁ ବି ଭଲ ପାଇକି ଦେଖ ଯିଏ ବିନା ସ୍ୱାର୍ଥରେ ତୁମକୁ ଭଲ ପାଆନ୍ତି। ସମୟ ବହୁତ କିଛି ଶିଖେଇ ଦିଏ, ଲୋକଙ୍କ ସହ ବଞ୍ଚିବା ବି ଆଉ ଲୋକଙ୍କ ବିନା ବଞ୍ଚିବା ବି। ନିଜ ଉପରେ ବିଶ୍ୱାସ କରିବା ଶିଖିଯାଅ। ଲୋକ କେତେ ବି ବିଶ୍ୱସ୍ତ ହୋଇଥାନ୍ତୁ, ଦିନେ ବିଶ୍ୱାସ ଆଉ ହୃଦୟ ଭାଙ୍ଗି ହିଁ ଦିଅନ୍ତି। ତୁମେ ଆଗରୁ କାହାକୁ ଭଲ ପାଇଛ କି ନାହିଁ ଏହି ପ୍ରଶ୍ନ ସେ ନିଶ୍ଚୟ ପଚାରିବ ଯିଏ ତୁମକୁ ମିଛ ପ୍ରେମ କରୁଥିବ। କିଛି ଲୋକ ତ ଏତେ କମଜୋର ହୋଇଥାନ୍ତି କି ଯେତେବେଳେ ରାଗ ଆସିବା କଥା ସେ କାନ୍ଦି ପକାନ୍ତି। ବୟସରେ ଛୋଟ ହେଉଥାଉ କି ବଡ଼, ବାସ୍ତବରେ ସେ ହିଁ ବଡ଼ ହୋଇଥାଏ ଯାହାର ହୃଦୟରେ ସମସ୍ତଙ୍କ ପାଇଁ ସମାନ ସ୍ନେହ, ପ୍ରେମ ଆଉ ସମ୍ମାନ ଥାଏ। ଇଜ୍ଜତ କେବେ କୌଣସି ମଣିଷର ହୋଇନଥାଏ। ପ୍ରକୃତରେ ଇଜ୍ଜତ କେବଳ ଆବଶ୍ୟକତାର ହୋଇଥାଏ। ଆବଶ୍ୟକତା ଶେଷ, ତେବେ ଇଜ୍ଜତ ବି ଶେଷ। ସ୍ୱପ୍ନ ଦେଖିବାଟା ଭୁଲ ନୁହେଁ, କିନ୍ତୁ ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ନିଶ୍ଚିତ ଭୁଲ ହିଁ ହୋଇଥାଏ। ବେଳେବେଳେ କେହି ନିଜ ଲୋକ ହିଁ ଜଣେଇ ଦିଅନ୍ତି କି କେହି ନିଜର ନୁହଁ ବୋଲି। ଯଦି ଆପଣ ପ୍ରଥମ ଥର ଚେଷ୍ଟା କରି ବିଫଳ ହୋଇଛନ୍ତି ତେବେ ଆପଣଙ୍କ ପାଇଁ ଗୋଟିଏ ବଡ଼ କଥା, ଆପଣ ସେହି ମହାନ ବ୍ୟକ୍ତିତ୍ୱମାନଙ୍କ ସହ ସମାନ, କାରଣ ଇତିହାସ ରଚିଥିବା ପ୍ରତ୍ୟେକଟି ମହାନ ଆଦର୍ଶମାନେ ପ୍ରଥମ ଥର ବିଫଳ ହୋଇଥିଲେ। ଏବେ ଯଦି ଆପଣ ତାଙ୍କ ଭଳି ହେବାକୁ ଚାହାନ୍ତି ତେବେ ଚେଷ୍ଟା କରିବା ନ ଛାଡ଼ି ବାରମ୍ବାର ଜିତିବାକୁ ଚେଷ୍ଟା କର। ପୁଣି ଥରେ ଯଦି ହାରିଯାଅ ତେବେ ପୁନର୍ବାର ଜିତିବାକୁ ଚେଷ୍ଟା କର। ବାରମ୍ବାର ହାରିବା ଦ୍ୱାରା ମଧ୍ୟ ଆପଣ ଅନେକ ଅଭିଜ୍ଞତା ହାସଲ କରିପାରିବେ ଯାହା ଭବିଷ୍ୟତରେ ଆଉ କେବେ ବି ହାରିବାକୁ ଦେବ ନାହିଁ। ଗଛରୁ ପଡ଼ୁଥିବା ପତ୍ରକୁ ଦେଖି ଏତିକି ତ ନିଶ୍ଚୟ ବୁଝି ହୋଇଯାଏ, ବୋଝ ପରି ଲାଗିଲେ ନିଜ ଲୋକ ବି ତଳକୁ ପକାଇ ଦିଅନ୍ତି। ଗୋଟିଏ ଇଚ୍ଛା ଥିଲା ତୁମ ସହ ଜୀବନ ବିତେଇବାର, ନହେଲେ ଭଲ ପାଇବା ନା କାହା ସହ ବି ହୋଇପାରିଥାନ୍ତା। କେବଳ ହାତ ଧରିଦେଲେ ଭଲ ପାଇବା ହୋଇଯାଏନି, ଏମିତି ସାରା ଜୀବନ ପାଖାପାଖି ରହିବାର କଥା ଦେବାକୁ ପଡ଼ିଥାଏ। ଯଦି ରାତିରେ କାହା କଥା ବାରମ୍ବାର ମନେ ପଡ଼େ ତେବେ ବୁଝିଯାଅ କି ତୁମେ ଜଣାତରେ ବା ଅଜାଣତରେ ସେ ତୁମ ଦୁର୍ବଳତା ହୋଇସାରଣି। ଆଉ ଇଏ ଏକ ଏପରି ଦୁର୍ବଳତା ନା ରାତିରେ ଶୋଇବାକୁ ଦେବ ନା ଦିନରେ
ଆଉ କିଛି କରିବାକୁ ଦେବ। ଯିଏ ନିଜର ବୋଲି ଦେଖେଇ ହୁଅନ୍ତି ଦିନେ ପୁଣି ଜଣେଇ ଦିଅନ୍ତି କି ସେ ପର ଥିଲେ ବୋଲି। ସମୟ ସାଥିରେ ମଣିଷ ଚୁପ୍ ରହିବା ନୁହେଁ, ସମୟ ସାଥିରେ ମଣିଷ ସହିବା ଶିଖିଯାଏ। ଅଧିକ ଧନୀ ହୋଇଗଲେ ମଣିଷ ଅଧିକ ଖୁସି କି ଶାନ୍ତିରେ ଅଧିକାର ହୋଇଯିବନି। ମୁଁ ଶାଗ ପଖାଳ ଖାଉଥିବା ଗରିବକୁ ଦେଖିଛି। ଡହ ଡହ ଖରାରେ ପରିଶ୍ରମ କରିସାରି ଖାଇବା ବେଳେ ତା ମୁହଁରେ ସେ ଖୁସିକୁ ଅନୁଭବ କରିଛି। ସତ୍ୟର ଆଉ ବହୁତ ଲମ୍ବା ହୋଇଥାଏ, ଆଉ ମିଛ ପରିଚୟ ଦିନେ ନା ଦିନେ ଧରା ହିଁ ପଡ଼ିଯାଇଥାଏ। ତାହା ନିଜ ଲୋକଙ୍କ ଅସହ୍ୟ କଥା ହିଁ ହୋଇଥାଏ ଯାହା ମଣିଷକୁ ଭିତରୁ ଭାଙ୍ଗି ଦେଇଥାଏ। ଏପରି କଷ୍ଟ ଦେଇଥାଏ ଯାହା କାହାକୁ ସେ ଦେଖେଇ ମଧ୍ୟ ପାରିନଥାଏ ଏବଂ ସହି ମଧ୍ୟ ପାରିନଥାଏ। ମୁକ୍ତ କରିଦିଅ ସେହି ସବୁ ସମ୍ପର୍କ, ଯେଉଁ ସମ୍ପର୍କ କେବଳ ନିଜ ସ୍ୱାର୍ଥ ପାଇଁ କେବଳ ତୁମର ବ୍ୟବହାର କରିବା ଶିଖିଛନ୍ତି। ସମ୍ପର୍କ ନୂଆ ଥିଲେ ମଣିଷ କଥା ହେବା ପାଇଁ ବାହାନା ଖୋଜେ। ସମ୍ପର୍କ ପୁରୁଣା ହୋଇଗଲେ ମଣିଷ ଦୂରେଇ ଯିବା ପାଇଁ ବାହାନା ଖୋଜେ। ଏଠି ହାତୀର ଖାଇବା ଦାନ୍ତ ଅଲଗା, ଆଉ ଦେଖେଇବା ଦାନ୍ତ ଅଲଗା। ମଣିଷ ଏଠି ବାହାରୁ ଭଲ ପାଉଥିବାର ଦେଖେଇ ହୁଅନ୍ତି, କିନ୍ତୁ ଭିତରୁ ବହୁତ ଘୃଣା କରନ୍ତି। ଈର୍ଷାରେ ଜଳୁଥିବା ମଣିଷ କେହି ପର ନୁହେଁ, ବରଂ ଈର୍ଷାରେ ଜଳି ପୁଣି ହୃଦୟ ବିଦାରକ କଥା କହି ନିଜ ଲୋକ ଆମକୁ କଷ୍ଟରେ ଦେଖିବି ଖୁସି ହୁଅନ୍ତି। ଉପରୁ ଦେଖିଲେ ତ ସମସ୍ତେ ଭଲ ଲାଗନ୍ତି, ନିଜର କିଏ ପର କିଏ ସେତେବେଳେ ଜଣାପଡ଼େ ଯେବେ ସିଏ ଆମ ସହ କିଛି ସମୟ ରୁହନ୍ତି। ଯେବେ ମୋତେ ବୁଝେଇଲା ବାଲା ହିଁ ନିଜେ ବୁଝିପାରୁନାହିଁ, ତେବେ ରାଗିବି ବା କାହିଁକି? ଆଉ ରାଗିବି ତ କାହା ଉପରେ ରାଗିବି? ସେହି ମଣିଷ ପବିତ୍ରତା ବା ସତୀତ୍ୱର ପ୍ରମାଣ ନିଶ୍ଚୟ ମାଗିଥାଏ, ଯିଏ ମିଛ ପ୍ରେମ କରିଥାଏ। ଗୋଟିଏ ଝିଅ ହେବା ବହୁତ କଷ୍ଟ। ଇଚ୍ଛା ତ ଥାଏ ବହୁତ କିଛି କହିବା ପାଇଁ, କିନ୍ତୁ ଡର ବି ଥାଏ ବାପା ମାଙ୍କ ଇଜ୍ଜତର କଥା। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଜୟ ଶ୍ରୀ କୃଷ୍ଣ।